ଆସନ୍ତା ଫେବୃଆରୀ 7 ତାରିଖରେ ହେବାକୁ ଯାଉଛି ସର୍ବଭାରତୀୟ ସ୍ତରୀୟ ବଡି ବିଲ୍ଡିଂ ପ୍ରତିଯୋଗିତା ଏବଂ ବିଜେତାଙ୍କୁ ମିଳିବ 7 ଲକ୍ଷ। ବଡି ବିଲ୍ଡିଂକୁ ନେଇ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଅନେକ ଆଗରେ ଥିବାବେଳେ ଟ୍ରାନ୍ସଫର୍ମିୟମ କ୍ଲାସିକ୍ସ ଅନୁଷ୍ଠାନ ତରଫରୁ ଏକ ସର୍ବଭାରତୀୟ ସ୍ତରୀୟ ବଡି ବିଲ୍ଡିଂ ପ୍ରତିଯୋଗିତା ଆସନ୍ତା ଫେବୃଆରୀ 7 ଓ 8 ତାରିଖରେ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଆୟୋଜନ ହେବ। ଏହି ଅବସରରେ ଭୁବନେଶ୍ୱର ପ୍ରେସ୍ କ୍ଲବଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଆୟୋଜକ ମିଷ୍ଟର ଜୀବନ ଜ୍ୟୋତି ପ୍ରତିଯୋଗିତା ସମ୍ପର୍କରେ ସମସ୍ତ ବିବରଣୀ ଗଣମାଧ୍ୟମ ଆଗରେ ଉପସ୍ଥାପନ କରିଥିଲେ। ଏହି ପ୍ରତିଯୋଗିତାକୁ କ୍ରିପାଲ ଫିଟନେସ୍, ଚିତ୍ତରଞ୍ଜନ ବେହେରା, ସୁଶାନ୍ତ ସେଠୀ, ଶଙ୍କର ସହଯୋଗ କରୁଛନ୍ତି। ଓଡ଼ିଶାରେ ଏହା ପ୍ରଥମ ଥର ପାଇଁ ଏକ ବଡ଼ ପରିକଳ୍ପନାରେ ହେବାକୁ ଯାଉଛି। 20 ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରତିଯୋଗିତା ସର୍ବଭାରତୀୟ ସ୍ତରରେ ହେବ। ଓଡ଼ିଶା ତଥା ଅନ୍ୟାନ୍ୟ ରାଜ୍ୟରୁ ପ୍ରାୟ 150 ଜଣ ବଡି ବିଲ୍ଡର ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେବେ। ଦେଶର ବହୁ ନାମୀ ଆଥଲେଟିକ୍ସ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମ ସଫଳ କରିବେ ବୋଲି ଆୟୋଜକ ପ୍ରକାଶ କରିଛନ୍ତି। ଆୟୋଜକ କର୍ତ୍ତୃପକ୍ଷ ସମେତ ଅନେକ ପ୍ରତିଯୋଗୀ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ଏହି ପ୍ରତିଯୋଗିତା ପାଇଁ ସେମାନେ ବହୁତ ଉତ୍ସାହିତ ଥିବା କଥା ପ୍ରକାଶ କରିଥିଲେ। ପ୍ରତିଯୋଗୀମାନେ ଖୁବ୍ କମ୍ ବ୍ୟୟରେ ପଞ୍ଜୀକରଣ କରିପାରିବେ ବୋଲି ଆୟୋଜକ କହିଥିଲେ। ଅନେକ ପ୍ରତିଯୋଗୀ ଓଡ଼ିଶା ବାହାରକୁ ଯାଇ ଖର୍ଚ୍ଚ କରି ଖେଳିବାକୁ ସକ୍ଷମ ହୋଇପାରିନାହାନ୍ତି, ତେଣୁ ଆୟୋଜନ କରିବାକୁ ସ୍ଥିର କରିଛନ୍ତି, ଯାହାଫଳରେ ଗ୍ରାମାଞ୍ଚଳର ପ୍ରତିଯୋଗୀମାନେ ମଧ୍ୟ ଭାଗ ନେଇ ଖେଳିପାରିବେ ଏବଂ ସେମାନଙ୍କର ପ୍ରତିହାର ପ୍ରଦର୍ଶନ କରିପାରିବେ। ଭୁବନେଶ୍ୱର ଏଲ୍ଲା ମହାନ୍ତିଙ୍କ ରିପୋର୍ଟ, ଜନଶକ୍ତି ଟିଭି।